ଆଜିର ଅନୁଚିନ୍ତା ପରକୁ ଈର୍ଷା ଓ ଘୃଣା କରୁଥିବା ଓ ସଦା ଅସନ୍ତୁଷ୍ଟ ରହୁଥିବା ବ୍ୟକ୍ତି ହେଉଛି ସବୁଠାରୁ ଦୁଃଖୀ। ତେଣୁ ନିଜକୁ ଭଲ ପାଇବା ଶିଖିଲେ ଅନ୍ୟକୁ ଘୃଣା କରିବାରୁ ମୁକ୍ତ ହେବ। ଅର୍ଥ, ସ୍ୱାସ୍ଥ୍ୟ, କର୍ମ ମଧ୍ୟରୁ ପ୍ରଥମେ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦିଅନ୍ତୁ। କାରଣ ସ୍ୱାସ୍ଥ୍ୟ ରହିଲେ କର୍ମ କରିହେବ, ଆଉ କର୍ମ କଲେ ଅର୍ଥର ପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ବା ଶରୀର ଯଦି ଠିକ୍ ରହିବ ନାହିଁ, ଅର୍ଥ କ'ଣ ହେବ? ସମୟ ଯେବେ ଓଲଟିଥାଏ, ସବୁକିଛି ଓଲଟପାଲଟ କରିଦିଏ। ତେଣୁ ଭଲ ଦିନରେ ଅହଙ୍କାର କର ନାହିଁ, ଆଉ ଖରାପ ଦିନରେ ଟିକେ ଧୈର୍ଯ୍ୟ ଧର। ତାଙ୍କ ପାଇଁ ସକାଳ ହୋଇନଥାଏ ଯିଏ ଜୀବନରେ କିଛି ପାଇବାର ଆଶା ଛାଡ଼ି ଦେଇଛି। ସକାଳ ତାଙ୍କ ପାଇଁ ହୋଇଥାଏ ଯିଏ ବାରମ୍ବାର ପରାଜୟ ପରେ ବି କିଛି ପାଇବାର ଆଶା ରଖିଥାଏ। ଜୟ ଜଗନ୍ନାଥ।